ଜୟ ଜଗନ୍ନାଥ ପିଲାମାନେ ଆଶା କରୁଛି ସମସ୍ତେ ଭଲରେ ଥିବ। ଆଉ ଗୋଟିଏ ନୂଆ ଭ୍ୟାକେନ୍ସି ବା ଅଫିସର ଲେଭେଲର ଭ୍ୟାକେନ୍ସି ଆସିଛି। ଭ୍ୟାକେନ୍ସିଟି ଆସିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ, ଆରବିଆଇ ତରଫରୁ ଭ୍ୟାକେନ୍ସିଟି ବାହାରିଛି। ବହୁତ ହି ସୁନ୍ଦର ଭ୍ୟାକେନ୍ସି ପିଲାମାନେ, ଯେଉଁମାନେ ପ୍ରିପେୟାର ହେଉଛନ୍ତି ଓଡ଼ିଶା ଗଭର୍ଣ୍ଣମେଣ୍ଟ ଚାକିରି ପାଇଁ ବା ଭ୍ୟାକେନ୍ସି ପାଇଁ, ଯେଉଁ ଲେଭେଲର ବି ହୁଅନ୍ତୁ, ସିଏ ଆମର ଓଏସ୍ଏସ୍ସି ଲେଭେଲ ହୁଅନ୍ତୁ, ଓଏସ୍ଏସ୍ସି ବା ଓପିଏସ୍ସି ଲେଭେଲ ହୁଅନ୍ତୁ ବା ୟୁପିଏସ୍ସି ପାଇଁ ବି ଯେଉଁମାନେ ପ୍ରିପାରେସନ୍ ହେଉଛନ୍ତି, ସେମାନେ ମଧ୍ୟ ଏହି ଏକ୍ଜାମଟି ଦେଇପାରିବେ ଏବଂ ସମସ୍ତେ ଆପ୍ଲାଏ କରିପାରିବେ। କାରଣ ଏଠି କ୍ୱାଲିଫିକେସନ୍ ଆମକୁ ଓନ୍ଲି +3 ବା ଗ୍ରାଜୁଏସନ୍ ମାଗିଛି ପିଲାମାନେ। ତେବେ ଏ ଭିଡ଼ିଓ ମାଧ୍ୟମରେ ଆମେ ଦେଖିବା ଡିଟେଲ୍ସ କ'ଣ କ'ଣ ସବୁ ପୋଷ୍ଟ ବାହାରିଛି ଆଉ କେମିତି ଆମେ ଆପ୍ଲାଏ କରିବା। କିନ୍ତୁ ତା ପୂର୍ବରୁ ପିଲାମାନେ ସମସ୍ତଙ୍କୁ ମୋର ଅନୁରୋଧ, ମୋର ଏଇ ଜବ୍ ସାଥୀ ଚ୍ୟାନେଲକୁ ବା ଭିଡ଼ିଓକୁ ସମସ୍ତେ ଲାଇକ୍ ଆଉ ସବସ୍କ୍ରାଇବ୍ କରିବେ ଏବଂ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଶେଷ ପର୍ଯ୍ୟନ୍ତ ଦେଖିବ। ତେବେ ସମ୍ପୂର୍ଣ୍ଣ ଦେଖିଲେ ହିଁ ସବୁ ଇନଫର୍ମେସନ୍ ତୁମେ ପାଇପାରିବ ଏବଂ ଯଦି କାହାର ବି କିଛି କୌଣସି ଡାଉଟ୍ ରହିଯାଏ ତେବେ ମୋତେ କମେଣ୍ଟ ମାଧ୍ୟମରେ ପିଲାମାନେ ଜଣାଇବ। ତେବେ ଦେଖିବା କ'ଣ କ'ଣ ସବୁ ଡିଟେଲ୍ସ ଦେଇଛି। ମୁଁ ଯେମିତି କହିଲି ପିଲାମାନେ, ଆରବିଆଇ ତରଫରୁ ବାହାରିଛି। ସେ ଦେଇଛି ଏଠି ଦେଖ ପିଲାମାନେ, ଡାଇରେକ୍ଟ ରିକ୍ରୁଟମେଣ୍ଟ ଫର୍ ଦ ପୋଷ୍ଟ ଅଫ୍ ଅଫିସର ଗ୍ରେଡ୍ ବି, ମାନେ ଡାଇରେକ୍ଟ ରିକ୍ରୁଟମେଣ୍ଟ ହେଲା। ଏଠି କଣ୍ଟ୍ରାକ୍ଚୁଆଲ ନାହିଁ ବା ଟେମ୍ପୋରାରୀ ନାହିଁ ବା ଥାର୍ଡ଼ ପାର୍ଟି ଅଣ୍ଡରରେ କାମ କରିବାର ନାହିଁ। ଡାଇରେକ୍ଟ ଆମେ ଆରବିଆଇ ଅଣ୍ଡରରେ କାମ କରିବା ଅଫିସର ଗ୍ରେଡ୍ ବି, ଡାଇରେକ୍ଟ ରିକ୍ରୁଟମେଣ୍ଟ ହେଲା। କେଉଁ ଗ୍ରେଡ୍ର ନା ଜେନେରାଲ, ଡିଇପିଆର୍, ଡିଏସ୍ଆଇଏମ୍ ହେଲା। ଏଇ ମାନେ ଆମର ଯେଉଁ ଦେଇଛି ଗ୍ରେଡ୍ଟା, ସେଇ ଗ୍ରେଡ୍ରେ ହିଁ ଆମେ କାମ କରିବା ବା ଭ୍ୟାକେନ୍ସିଟି ବାହାରିଛି। ଦେଖ ଏଇଠି ସିଏ ଆମକୁ ଡିଟେଲ୍ସ ଦେଇଛି ପିଲାମାନେ, 3ଟା ପୋଷ୍ଟ ବାହାରିଛି। ଦେଖ ଅଫିସର ଗ୍ରେଡ୍ ବି, ଜେନେରାଲ ଗ୍ରେଡ୍, ଡିଇପିଆର୍ ଗ୍ରେଡ୍, ଡିଏସ୍ଆଇଏମ୍ ଗ୍ରେଡ୍। କେତେ ଭ୍ୟାକେନ୍ସି ବାହାରିଛି ଦେଖ ପିଲାମାନେ, ସେଇଠି ଆମକୁ ଦେଇଛି, ମେନସନ୍ କରିଦେଇଛି। ଦେଖ ଜେନେରାଲମାନଙ୍କ ପାଇଁ ଟୋଟାଲ୍ କେତେଟି ବାହାରିଛି ଦେଖ, ଟୋଟାଲ୍ ଏଠି 60ଟି ପୋଷ୍ଟ ବାହାରିଛି ହେଲା। ପିଡବ୍ଲ୍ୟୁବିଡି ମାନଙ୍କ ପାଇଁ ମଧ୍ୟ କ୍ୟାଟେଗୋରୀ ଅଛି, ଯେଉଁମାନେ ସେ କ୍ୟାଟେଗୋରୀରେ ଆସୁଛନ୍ତି ଯେଉଁ ପିଲାମାନେ, ସେମାନେ ମଧ୍ୟ ଆପ୍ଲାଏ କରିପାରିବେ। ସମସ୍ତଙ୍କର ଏଠି ଦେଖ ଫୁଲ୍ ଫର୍ମ ସେ ଦେଇଛି, ଡିଇପିଆର୍ କ'ଣ, ଇଡବ୍ଲ୍ୟୁଏସ୍ କ'ଣ, ଓବିସି କ'ଣ, ଜେନେରାଲ କ'ଣ ହେଲା, ସବୁ ଏଠି କ୍ୟାଟେଗୋରୀ ଅନୁସାରେ ସେ ଆମକୁ ମେନସନ୍ କରିଛି। ଆମେ ଭଲ ଭାବରେ ଦେଖିବା, ପଢ଼ିବା ଏବଂ ବୁଝିବା। ଦେଖିଲେ ଜାଣିଲେ ସବୁ ଗ୍ରେଡ୍ ଗୁଡ଼ିକ ଦେଇଛି, ସବୁ ଫୁଲ୍ ଫର୍ମ ମଧ୍ୟ ଆମକୁ ସେଇଠି ପିଲାମାନେ ମେନସନ୍ କରିଛି। ଆମେ ଫୁଲ୍ ଫର୍ମ ଗୁଡ଼ିକ କ'ଣ ନା, ଡିଇପିଆର୍ ମାନେ କ'ଣ, ଯେଉଁମାନେ ବୁଝିନଥିବେ ଜାଣିନଥିବେ, ଡିପାର୍ଟମେଣ୍ଟ ଅଫ୍ ଇକୋନୋମିକ୍ ଆଣ୍ଡ ପଲିସି ରିସର୍ଚ୍ଚ। ଟୋଟାଲ୍ ପୋଷ୍ଟ ସେ ମଧ୍ୟ ଆମକୁ ଏଠି ମେନସନ୍ କରିଛି। ଏବଂ ଏଠି କେଉଁଠୁ ପାଇବା ଆମେ ପିଡିଏଫ୍ଠୁ ନା, ପିଡିଏଫ୍ଟି ଆମେ ଏଇ ଆମର ଯେଉଁ ଆରବିଆଇ ସାଇଟ୍ ଅଛି, ଆରବିଆଇ ସାଇଟ୍ରୁ ହିଁ ଆମେ ପାଇପାରିବା, ୱେବସାଇଟ୍ରୁ ପାଇପାରିବା। କେମିତି ନା, ଆରବିଆଇ ରିକ୍ରୁଟମେଣ୍ଟ ମାରିଲେ ବା RBI.org.in ମାରିଲେ ଆମେ ଜାଣିପାରିବା। ମୁଁ ଲିଙ୍କ୍ଟି କହିବି, ଲିଙ୍କ୍ରେ ଆମେ କେମିତି ଅନଲାଇନ୍ ଦେଖିବା ଜାଣିବା ତା ମଧ୍ୟ ମୁଁ କହିବି ହେଲା। ପୋଷ୍ଟ ବିଷୟରେ ଜାଣିଲେ, ଏବେ ଦେଖିବା କ'ଣ ଡେଟ୍ ରହିଛି, ଇମ୍ପୋର୍ଟାଣ୍ଟ ଡେଟ୍ ସବୁ କ'ଣ ରହିଛି। ଦେଖ ପିଲାମାନେ, ସେ ପୁରା କ୍ଲିୟରଲି ମେନସନ୍ କରିଛି। ଇମ୍ପୋର୍ଟାଣ୍ଟ ଡେଟ୍ ଷ୍ଟାର୍ଟ କେବେ ହେଉଛି, ଅନଲାଇନ୍ ଡେଟ୍ ଆପ୍ଲିକେସନ୍ ଏପ୍ରିଲ 29 ହେଲା, ଆରମ୍ଭ ହୋଇଗଲାଣି। ତେଣୁ ଆମେ ଆଉ ଲେଟ୍ ନ କରିକି ଯେଉଁମାନେ ଏଲିଜିବୁଲ୍ ସେମାନେ ଆମେ ଆପ୍ଲାଏ କରିବା। ସରିବ କେବେ ନା, ମେ 20ରେ ସରିବ। କ୍ଲିୟର। ଏକ୍ଜାମିନେସନ୍ କେବେ ହେବ ସେ ଦେଇଛି ଦେଖ, ଇମ୍ପୋର୍ଟାଣ୍ଟ ଡେଟ୍ସ, ନେମ୍ ଅଫ୍ ଏକ୍ଜାମିନେସନ୍, ଇମ୍ପୋର୍ଟାଣ୍ଟ ଡେଟ୍ସ, କେଉଁ ଡେଟ୍ରେ କେଉଁ ପୋଷ୍ଟ ପାଇଁ ଏକ୍ଜାମ୍ ହେବ ତା ପାଇଁ ମଧ୍ୟ ସେଠି ଡେଟ୍ ମେନସନ୍ କରିଦେଇଛି ହେଲା। ଇଏ ଥିଲା ଡେଟ୍। ଏବେ ଅଲଗା ଏଲିଜିବିଲିଟି ବା କଣ୍ଡିସନ୍ କ'ଣ ରହିବ, କ୍ରାଇଟେରିଆ କ'ଣ ରହିବ, ତା ମଧ୍ୟ ଏଠି ସେ ଦେଇଛି। ନର୍ମାଲ୍ ଥାଏ, ତେଣୁ ଆମର ତ ଇଣ୍ଡିଆନ୍ସ ବା ଆମେ ଓଡ଼ିଶାରୁ ଆସୁଛନ୍ତି ବା ଅନ୍ୟ କୌଣସି ଷ୍ଟେଟ୍ରୁ ଆସୁଛନ୍ତି, ଆମେ ସମସ୍ତେ ଆପ୍ଲାଏ କରିପାରିବା। ତାପରେ ଏଜ୍ ଲିମିଟ୍ କ'ଣ ନା, ଏପ୍ରିଲ 1, 2026 ପର୍ଯ୍ୟନ୍ତ ଆମକୁ 30 ବର୍ଷ ହୋଇଥିବା ଦରକାର। 30 ବର୍ଷରୁ ଆମେ ଆଗେଇବା ନାହିଁ। 21ରୁ 30 ବର୍ଷ ସେଠି କ୍ଲିୟର ମେନସନ୍ କରିଛି, 21 ବର୍ଷ ଆଉ 30 ବର୍ଷ ଭିତରେ ହୋଇଥିବା ଦରକାର। ଯେଉଁ କ୍ୟାଟେଗୋରୀ ଅନୁସାରେ ଯେଉଁ ଆମର ଏଜ୍ ରିଲାକ୍ସେସନ୍ ଥାଏ, ସେଟା ମଧ୍ୟ ରହିଛି ସମସ୍ତଙ୍କ ପାଇଁ। ଆଉ ସମସ୍ତେ ସେ କ୍ୟାଟେଗୋରୀକୁ ଯଦି ଫୁଲଫିଲ୍ କରୁଥିବେ ପିଲାମାନେ, ତାହେଲେ ନିଶ୍ଚିତ ଭାବରେ ଏଜ୍ ରିଲାକ୍ସେସନ୍ ହେବ। ଏଜ୍ କଥା ଜାଣିଲେ ପିଲାମାନେ, ଏବେ ଆମେ ଦେଖିବା ଆଉ କ'ଣ ଦେଇଛି। ହଁ, କ୍ୱାଲିଫିକେସନ୍ କ'ଣ ମାଗିଛି ନା, ଦେଖ ପୋଷ୍ଟ ଅନୁସାରେ କ୍ୱାଲିଫିକେସନ୍ ଦେଇଛି। 3ଟା ପୋଷ୍ଟ ବାହାରିଛି, ମୁଁ କହିଛି। ପ୍ରଥମଟା ଜେନେରାଲ ଅଫିସର ଗ୍ରେଡ୍ ବି, ନା କ'ଣ ନା, ଗ୍ରାଜୁଏସନ୍ ରହିଥିବ ଇନ୍ ଏନି ଡିସିପ୍ଲିନ୍ ହେଲା। 60% ମାର୍କ ଥିବ, 50% ଅଲଗା ଆମର ଯେଉଁମାନେ SC ST PWD ପିଲାମାନେ ରହିଲେ ସେମାନଙ୍କ ପାଇଁ ରହିଛି। ଗ୍ରାଜୁଏସନ୍ ଲେଭେଲରେ କ'ଣ ରହିଥିବ, 3 ଇୟର୍ସ ଡ୍ୟୁରେସନ୍ ହେଇଥିବ। ପୋଷ୍ଟ ଗ୍ରାଜୁଏସନ୍ ଯଦି କରିଥିବ ତ ଭଲ କଥା, ନହେଲେ ବି ନାହିଁ ହେଲା। ଏସେନ୍ସିଆଲ୍ ଦେଇଛି ଦେଖ ପିଲାମାନେ। ତାପରେ ଡିଇପିଆର୍ ଅଫିସର ଗ୍ରେଡ୍ ବିର କ'ଣ ଡିଟେଲ୍ସ ଦେଇଛି ଦେଖ। ସେ କହିଛି ଏଇଟା ଇକୋନୋମିକାଲ୍ ଜିନିଷ ରହିଛି, ତେଣୁ MSc ଇକୋନୋମିକ୍ସ, MA ସବୁ ଡିଟେଲ୍ସଟା ଦେଇଛି ଏଠି। ଦେଖ ପିଲାମାନେ, କେତେ ମାର୍କ ରହିବ, କ'ଣ ରହିବ, ସବୁ ଡିଟେଲ୍ ଆମକୁ ମେନସନ୍ କରିଛି। କ୍ଲିୟର ହେଲା। ତାପରେ ଅଫିସର ଗ୍ରେଡ୍ ବି, DSIM ମାଷ୍ଟର ଡିଗ୍ରୀ ୱିଥ୍ ମିନିମମ୍ 55 ମାର୍କସ୍ ଇନ୍ ସେମିଷ୍ଟାର୍ସ, CGPA ଷ୍ଟାଟିଷ୍ଟିକ୍ସ, ମ୍ୟାଥମେଟିକ୍ସ। ଏଟା ମ୍ୟାଥମେଟିକାଲ୍ ଉପରେ ଜିନିଷଟା ପୋଷ୍ଟଟା ରହିଛି। ଯେଉଁମାନେ ଷ୍ଟାଟିଷ୍ଟିକ୍ସ ବା ମ୍ୟାଥମେଟିକ୍ସରେ ସେମାନେ କରିଥିବେ ମାଷ୍ଟର ଡିଗ୍ରୀ, ସେମାନେ ହିଁ ଏଲିଜିବୁଲ୍ ହେଇପାରିବେ ଆପ୍ଲାଏ କରିପାରିବା ପାଇଁ। ଡିଜାରେବୁଲ୍ କ'ଣ, ନଟ୍ ଟୁ MPhil ଯେଉଁମାନେ କରିଥିବେ, PhD ଯେଉଁମାନେ କରିଥିବେ, ସେମାନଙ୍କ ପାଇଁ କ'ଣ କ୍ରାଇଟେରିଆ କଣ୍ଡିସନ୍ ରହିଛି ସେଇଠି ମେନସନ୍ କରିଛି। କାରଣ ଆମେ ଏଟା RBIରେ ଚାକିରି କରିବାକୁ ଯାଉଛନ୍ତି ବା ଅଫିସର ପୋଷ୍ଟରେ ଜଏନ୍ କରିବାକୁ ଯାଉଛନ୍ତି, ତେଣୁ କ୍ୱାଲିଫିକେସନ୍ଟା ବହୁତ ହି ମ୍ୟାଟର୍ କରିବ, ଇମ୍ପୋର୍ଟାଣ୍ଟ ଜିନିଷ ରହିବ ହେଲା।
तापर देख इक्विवेलेंट देछि सीजीपीए और एग्रीगेट परसेंटेज मार्क एटी देछि देख केमती कोन इक्विवेलेंट रहइबो हला 6.75 टा 60% सेमति सब जिंस देछि ये गला हमर क्वालिफिकेशन क्लियर तापर आउ कोन रहइबो डेट जानिले तापर हमें देख पिला माने वेबसाइट टा कोन म कहिछि ना www.rbi.org.in क्लियर सिलेक्शन कोन ना सिलेक्शन रहिबो कोन जिंस रहइबो ना एग्जाम तो निश्चित हबो एवं तापर परवर्ती कोन स्टेप सब रहइबो हमें देखिबा जानिबा हला देखो आमर रहिला प्री एग्जामिनेशन ट्रेनिंग फॉर एसटीएससी ओबीसी कैंडिडेट जो माने प्री एग्जामिनेशन कैटेगरी रे आछुछन्ती सेमानक पई प्री एग्जामिनेशन ट्रेनिंग रहउछि हम कोठु जानिबा ने rbi.org.in रो हमें जानि परिबा एप्लीकेशन फी एसटीएससी पीडब्ल्यूडी पिला मानक पई 100 टंका प्लस 18% जीएसटी एवं अलगा जो माने रहिले अलगा क्राइटेरिया 2 नंबर सेमानक पई 850 टंका जो माने स्टाफ थिबे सेही ऑफिस रो जदि से माने अप्लाई करजन सेमानक पई एग्जामिनेशन फी नाही बा नील राइट आम जानिले मोड ऑफ सिलेक्शन मोड ऑफ एप्लीकेशन कौन ना ऑनलाइन एप्लीकेशन हम यहाँ हूँ लिंक www.rbi.org.in है ऑनलाइन एप्लीकेशन फॉर्म आर गिवेन अपेंडिक्स 1 ये पाइब तुम मैंने पे लास्ट डेट जान तापर एग्जाम सेंटर मीडियम ऑफ एग्जाम सब आम देखा जाना कौ कौ जोन रे आमको देइथिबो एग्जाम सेंटर सेटा को आम देखा है पे स्केल बहुत बढ़िया दरमा रोचे 78-80 लक्ष पाखापाखि दरमा रोचे पे तेणु से किसी देखार ना जानवर ना एवं खाली आम भल भाव में देखा बुझा और जदि आम सब क्राइटेरिया को फुलफिल करें अप्लाई कर मुझे एग्जामिनेशन सेंटर कथा कहली पे सबू स्टेट रु सब रिजन रु टेरिटोरीज हो आमर स्टेट हो है कि सबुथ समस्त सेंटर सी भल भाव में मेंशन कर देखिए अप्लाई करवा और जार जोटा सुइटेबल से सेमती अप्लाई करवा है आउ कौन रही हाउ टू अप्लाई हाँ अप्लाई कथा कही ऑनलाइन एप्लीकेशन को जीव आम वेबसाइट को जीव और ऑनलाइन एप्लीकेशन फुलफिल कर सब डिटेल्स तापर अप्लाई कर जो मैंने एप्लीकेशन वीडियो देखा चाहते आम केमती अप्लाई करें दयाकोरी कमेंट माध्यम पे जनइब मुझे निश्चित भाव में तुम भिडटी बनइबी है तो डिटेल्स जानिले पिला माने एवं आउ जदि कहार कौन डाउट थाए मते कमेंट माध्यम जनइब तेणु ये वीडियो माध्यम भावुँ सब डिटेल्स पाई जो वैकेंसी बाहरी तेरे रहुची जदि भी कहार किसी डाउट थाए मते कमेंट माध्यम पे जनइब रही जय जगन्नाथ।